Hello Subhasri, welcome to the Pravasar Academy. Many congratulations for your success. ଯେ ଗାଇସ୍ ଆପଣମାନଙ୍କ ଆଗରେ ଯିଏ ବି ଅଛନ୍ତି ଯେ ସେ ହେଉଛନ୍ତି ଶୁଭଶ୍ରୀ ଯିଏକି ଅଲ୍ ଓଡ଼ିଶା ସିପିଟି ପଲିଟିକାଲ୍ ସାଇନ୍ସ ଏଣ୍ଟ୍ରାନ୍ସରେ ଯେ ରଖିଛନ୍ତି କ'ଣ 200 ତାଙ୍କର ର୍ୟାଙ୍କ ଅଛି। ସେ ଆପଣମାନଙ୍କ ଆଗରେ ସବୁ କିଛି କହିବେ ଯେ ତାଙ୍କ ସକ୍ସେସ୍ ଷ୍ଟୋରି କ'ଣ ସବୁ ଜିନିଷ, ତାଙ୍କର ସବୁ କ'ଣ ଷ୍ଟ୍ରଗଲିଂ ଲାଇଫ୍, କ'ଣ ସବୁ ବୁକ୍ସ ପଢ଼ୁଥିଲେ, କ'ଣ ସବୁ ଷ୍ଟ୍ରାଟେଜି ସବୁ ଜିନିଷ ତୁମମାନେ ସବୁ ସେୟାର କରିବେ। ଚାଲନ୍ତୁ କ'ଣ କରିବା, ସେଲ୍ଫ ଇଣ୍ଟ୍ରୋଡକ୍ସନ୍ ଟିକେ ଦିଅ। ଧନ୍ୟବାଦ ସାର୍। ସାର୍ ମୁଁ ଶୁଭଶ୍ରୀ ଓଝା, ମୋ ଡିଷ୍ଟ୍ରିକ୍ଟ ହେଉଛି ଭଦ୍ରକ। ମୁଁ ପ୍ରଥମତଃ ବହୁତ ଛୋଟ କଲେଜରୁ ପଢିଛି, ଯୋଉଠି କି ଫ୍ୟାକଲ୍ଟି ବି ଜଣେ ଥିଲେ। ମୋର +3 ଏତେ ଭଲରେ ବି ଯାଇନଥିଲା, ପଢାପଢି କିଛି ବି କନସେପ୍ଟ କ୍ଲିୟର ହେଇନଥିଲି। ଆଉ ଯାହା ବି ମୋ ସକ୍ସେସ୍ ଆଜି ଆପଣଙ୍କ ପାଇଁ, ଆପଣଙ୍କୁ ବହୁତ ଧନ୍ୟବାଦ ଦେବି ସାର୍। ନା ସେ କଥା ନାହିଁ, ସବୁ ଜିନିଷ ତୁମର ହାର୍ଡୱାର୍କ ପାଇଁ। କୁହ ତାପରେ। ତ ଆପଣ ଯୋଉ ଚ୍ୟାନେଲ ଅଛି ଆପଣଙ୍କର ପଲ୍ ସାଇନ୍ସ ପିଜି ଏଣ୍ଟ୍ରାନ୍ସ ଗ୍ରୁପ, ସେଟାରେ ତ ମୁଁ ବହୁତ ଲେଟରେ ଜଏନ୍ କଲି, ପ୍ରାୟତଃ ମେ 20 ପାଖାପାଖି। ମତେ ଜାଣିନଥିଲି, ତାପରେ ଆପଣଙ୍କ କତରୁ ଜାଣିଲି କି ଏଜୁସିକର ଅଛି, ପଲ୍ ସାଇନ୍ସ ହେଲ୍ପ, ସାର୍ କନସେପ୍ଟ, ଏତେ ସବୁଠାରୁ ୟୁଟ୍ୟୁବର କ୍ଲାସ ଦେଖିଲି। ଆପଣଙ୍କ କୁଇଜ ବହୁତ ହେଲ୍ପଫୁଲ ହେଇଥିଲା ମତେ। କହିବାକୁ ଗଲେ ମୋର ସବୁ କ୍ରେଡିଟ ଆପଣଙ୍କ ପାଖକୁ ଯିବ ସାର୍। ନା ସେ କଥା ନାହିଁ, ସବୁ ଜିନିଷ ତୁମର ହିଁ ହାର୍ଡୱାର୍କ, ତୁମର ବାପା ମାଙ୍କର ବ୍ଲେସିଙ୍ଗସ୍, ଏସବୁ ଜିନିଷ ତାଙ୍କ ଉପରେ ସବୁ କିଛି ଜିନିଷ ଡିପେଣ୍ଡ କରେ, ତୁମର କେତେ କ'ଣ ହାର୍ଡୱାର୍କ କରୁଛ। ମୋତେ କୁହ ଯେ ତୁମର ଯେଉଁ ଯିଏ କ'ଣ ହେଲା ତୁମ କଲେଜରେ ହେଲା, କିପରି ଭାବରେ କ'ଣ ଥିଲା, ଫ୍ୟାକଲ୍ଟି ମାନେ କିପରି ଭାବରେ ଥିଲେ, ତୁମେ କେଉଁ କଲେଜରେ ପଢ଼ୁଥିଲ? ମୋ ବାବା ମାନେ ଡିଗ୍ରୀ ମହାବିଦ୍ୟାଳୟରେ ପଢୁଥିଲେ। ଫ୍ୟାକଲ୍ଟି ଜଣେ ଥିଲେ, ଜଣେ ହିଁ ପଢ଼ାଉଥିଲେ ସବୁ ଜିନିଷ? ଆଜ୍ଞା, ଜଣେ ହିଁ ପଲିଟିକାଲ ସାଇନ୍ସ ସବୁ କ୍ଲିୟର କରୁଥିଲେ। ଓହୋ, ତାହେଲେ ବହୁତ ଡିଫିକଲ୍ଟ ହେଉଥିବ ନୁହଁ? ଆଜ୍ଞା। ଠିକ୍ ଅଛି। ଯେ ମୋତେ କହିଲେ ଯେ ଓଡ଼ିଆ ମିଡ଼ିୟମ୍ ଏତେ ରଖିଥିଲ ନା ଇଂଲିଶ ମିଡ଼ିୟମ୍ ରଖିଥିଲ? ପ୍ରାୟତଃ ଓଡ଼ିଆ ମିଡ଼ିୟମ୍ ଥିବ। ଇଂଲିଶ ମିଡିୟମରେ। ଇଂଲିଶ ମିଡ଼ିୟମ୍। ଠିକ୍ ଅଛି, ଇଂଲିଶ ମିଡ଼ିୟମ୍। ଯାହା ସେଇଟା ମୋତେ କୁହ ଯେ ଇଂଲିଶ ମିଡ଼ିୟମ୍ ରଖିଲେ ଭଲ ନା ଓଡ଼ିଆ ମିଡ଼ିୟମ୍ ରଖିଲେ ଯେ ଭଲ ହେବ, ଗୋଟେ ପିଜି ଯେଉଁ ଛୁଆଟେ ପିଜି ଏଣ୍ଟ୍ରାନ୍ସ ଦେବ କି ଆଗକୁ ପଢ଼ିବା ପାଇଁ ଚାହୁଁଥିବ? ନିହାତି ଇଂଲିଶ ମିଡିୟମ ହିଁ ଦରକାର ଆଗକୁ ଯିବା ପାଇଁ, ଯେହେତୁ ସବୁ ଏଣ୍ଟ୍ରାନ୍ସ ଏବେ ଇଂଲିଶ ମିଡିୟମରେ ହେଇଗଲାଣି। ଆମେ ଯଦି ଓଡ଼ିଆରେ ରଖିଲେ ଆଗକୁ ଆମକୁ କଷ୍ଟ ହେବ ଏଣ୍ଟ୍ରାନ୍ସ ଟିକେ କ୍ଲିୟର କରିବା ପାଇଁ। ଇଂଲିଶରେ ରଖିଲେ ଆମ ସବୁ ୱାର୍ଡ ସହିତ ଆଟାଚ ହେଇଯାଇଥିବା, ଆଉ ଯାହା ଫଳରେ ଆମକୁ ଇଜି ଲାଗିବ, କ୍ୱେଶ୍ଚନ ଗୁଡାକ ବୁଝିପାରିବା। ମାନେ 1 ଆୱାର ଦଉଛି ନା ସିପ୍ୟାଟ ଏଣ୍ଟ୍ରାନ୍ସରେ, 1 ଆୱାର ଭିତରେ ଗୋଟେ ଛୁଆ ଯଦି ଓଡ଼ିଆରେ ରଖିକି ପଢିଥିବ ତା ଗ୍ରାଜୁଏସନଟା, ତାକୁ ବହୁତ ହାର୍ଡ ହବ କ୍ୱେଶ୍ଚନ ଆଟେମ୍ପ୍ଟ କରିବା ପାଇଁ। ଠିକ୍ ଅଛି, ଭେରି ଗୁଡ୍ ବଢ଼ିଆ ଜିନିଷଟେ ଯେ କ'ଣ ଯେ ଗୋଟେ ଘଣ୍ଟା ହିଁ ଗାଇସ୍ ଆପଣମାନଙ୍କ ହାତରେ ରହୁଛି ଟାଇମ୍, କିନ୍ତୁ ଗୋଟେ ଘଣ୍ଟା ଭିତରେ 80ଟା କ୍ୱେଶ୍ଚନ୍ କରିବାକୁ ପଡ଼ିବ। ମାନେ 60 ମିନିଟ୍ରେ 80ଟା କ୍ୱେଶ୍ଚନ୍ କରିବାକୁ ପଡ଼ିବ। ତା ଭିତରେ ପୁଣି ଗୋଲେଇ ବୁଲାଇବା ଅଛି, ପୁଣି ରାଉଣ୍ଡ ବୁଲାଇବା ପାଇଁ ଅଛି। ଏସବୁ ବାଦ ତାହେଲେ କହିଦେ, ଏସବୁ ଜିନିଷ ଛାଡ଼ିଦେଲେ ପ୍ରାୟ ତୁମେ ଦେଖିବେ 40 ମିନିଟ୍ରେ ଆପଣମାନଙ୍କର 80ଟା କ୍ୱେଶ୍ଚନ୍ କରିବାକୁ ପଡ଼ିବ। ଯେ ଏତେ ଡିଫିକଲ୍ଟ ଭିତରେ, ସେଥିପାଇଁ ଗାଇସ୍ ଆପଣ ସମସ୍ତଙ୍କୁ ମୁଁ କହି ରଖୁଛି, ଯେଉଁମାନେ ବି ପିଜି ଏଣ୍ଟ୍ରାନ୍ସ ଦେବ 2025ରେ, ସମସ୍ତଙ୍କୁ କହି ରଖୁଛି କ'ଣ ସେମାନେ ଇଂଲିଶ ମିଡ଼ିୟମ୍ ବହୁତ ପ୍ରିଫର କର। ଯାହା ବି ଏବେ ଲାଷ୍ଟ ସେମିଷ୍ଟର ଯେଉଁମାନେ ଅଛ ତୁମେମାନେ ତାଙ୍କର ଓଡ଼ିଆରୁ ସବୁ କନଭର୍ଟ କରିଦିଅଛି ଇଂଲିଶ ମିଡ଼ିୟମକୁ, ଯାହାଫଳରେ କ'ଣ ହେବ ତୁମମାନଙ୍କୁ ପିଜି ଏଣ୍ଟ୍ରାନ୍ସରେ ବହୁତ ହେଲ୍ପଫୁଲ୍ ହେବ। ଯେ ମୋତେ କୁହ ଯେ କ'ଣ ଯେ ଆମର ତୁମେ କ'ଣ ସବୁ କହିବ, ଆଡ଼ଭାଇସ୍ କ'ଣ ଦେବ ତୁମର ଜୁନିୟର୍ସମାନଙ୍କୁ, ବା ତୁମର ଯେଉଁମାନେ ଅପକମିଂ ଜେନେରେସନ୍ ମାନେ ଆସୁଛନ୍ତି, ଯେଉଁମାନେ ସିପିଟି ଦେବେ 2025ରେ ଦେବେ, ତାଙ୍କ ପାଇଁ କ'ଣ ତୁମର ଆଡ଼ଭାଇସ୍ ରହିବ, କେମିତି ଭାବରେ ପ୍ରିପାରେସନ୍ କରିବା ଦରକାର? ମୋର କହିବା କଥା କି ସେମାନେ ଏବେଠୁ ଯଦି ପ୍ରିପାରେସନ ଷ୍ଟାର୍ଟ କରିଦେବେ, ତାହେଲେ ନିହାତି ସେମାନେ 100 ର୍ୟାଙ୍କ ଭିତରେ ଆସିଯିବେ। ହଉଛି ଦିନକୁ ମିନିମମ୍ 6 ଘଣ୍ଟା କି 7 ଘଣ୍ଟା ପରିଶ୍ରମ ଦରକାର କନସେପ୍ଟ ବୁଝିବା ପାଇଁ। ଫ୍ୟାକ୍ଚୁଆଲ କ୍ୱେଶ୍ଚନ ସବୁ ଆସୁଛି, କନସେପ୍ଚୁଆଲ କ୍ୱେଶ୍ଚନ ଆସୁଛି। ଆଉ ଯୋଉମାନେ ତ ଛୋଟ କଲେଜରୁ ବିଲଙ୍ଗ କରୁଥିବେ ତାଙ୍କୁ ବହୁତ ହାର୍ଡ ହବ, ଆଉ ଯୋଉମାନେ ସବୁ ଭଲ ୟୁନିଭର୍ସିଟି କି ଭଲ ଇୟର ପଢିଥିବେ ତାଙ୍କୁ ଟିକେ ବାସ୍ ଇଜି ହବ। ଆଉ ଆମ ପାଇଁ ତ ମୁଁ ତ 2 ମାସ ଭିତରେ ବହୁତ ପରିଶ୍ରମ କରିଥିଲି। ଇଚ୍ଛା ଥିଲା କି ଉତ୍କଳ ରେଭେନ୍ସାରେ ପଢିବା ପାଇଁ, ତ ସାର୍ ହେଇପାରିଲାନି। କ୍ୱେଶ୍ଚନ ଭଲ ଇଜି ଥିଲା, କ୍ୱେଶ୍ଚନ ବହୁତ ଇଜି ଥିଲା, ବାସ୍ ମୁଁ କନଫ୍ୟୁଜ ହେଇକି କିଛିଟା ଭୁଲ କରିଦେଇଥିଲି। ହଁ ଠିକ୍ ଅଛି, ତଥାପି ଚଳିବ ଯେ 200 ର୍ୟାଙ୍କ ଇଜ୍ ନଟ୍ ଏ ବ୍ୟାଡ୍ ର୍ୟାଙ୍କ। ଯେ ଆମେ ଦେଖିବାକୁ ଗଲେ ପ୍ରାୟତଃ ଭଲ ୟୁନିଭର୍ସିଟିରେ ଆରାମସେ ତୁମେ ହେଇପାରୁଛି। କେଉଁ ୟୁନିଭର୍ସିଟି ତୁମର ସିଲେକ୍ସନ୍ ହେଇଛି?
ବ୍ରହ୍ମପୁର ୟୁନିଭର୍ସିଟି ବ୍ରହ୍ମପୁର ଆଡମିସନ କରି ସାରିଛି। ଠିକ୍ ଅଛି, ଭେରି ଗୁଡ୍, ବହୁତ ଭଲ ୟୁନିଭର୍ସିଟି। ସେଠି ବି ମୋ ଷ୍ଟୁଡେଣ୍ଟ ମାନେ ଅଲରେଡ଼ି ବି ଏଠି ଅଛନ୍ତି, ତମର ଯେଉଁମାନେ ସିନିୟର ହେବେ ଆଜ୍ଞା ଅଲରେଡ଼ି ବି ଏଠି ଅଛନ୍ତି। କିଛି ଚିନ୍ତା ନାହିଁ, ଆରାମସେ ତମ ମ୍ୟାଡ଼ାମ୍ ଯିଏ ଏଚଓଡ଼ି ଅଛନ୍ତି ସିଏ ହେଲେ କ'ଣ ଅଲ୍ ଇଣ୍ଡିଆ ପଲିଟିକାଲ ସାଇନ୍ସ ଆସୋସିଏସନର ସିଏ ହେଲେ କ'ଣ ପ୍ରେସିଡେଣ୍ଟ, ଯେ ମ୍ୟାଡ଼ାମ୍ ଯିଏ ହଁ ସେ ବହୁତ ଭଲ ଲୋକ। ବହୁତ ଭଲ ବି ଛୁଆମାନେ ଏଠି ଯାଉଛନ୍ତି। ତୁମର ପ୍ରାୟତଃ ଦେଖିବାକୁ ଗଲେ ଉତ୍କଳ, ରେଭେନ୍ସା, ରମାଦେବୀ, ବ୍ରହ୍ମପୁର, ସମ୍ବଲପୁର କି ଜିଏମ୍ କି ଏଫ୍ଏମ୍ ଏସବୁ ଭଲ ଭଲ ୟୁନିଭର୍ସିଟି ଯେ କ'ଣ ପଲିଟେକ୍ନିକ୍ସରେ, ସେଥିପାଇଁ ଚିନ୍ତା କରନି, ବହୁତ ଭଲ ଜାଗାରେ ତୁମେ ପାଇଛ। ଆଉ ଯେ ଏବେ ମୋତେ କୁହ ଯେ ତୁମ ଆଜ୍ଞା। ଘର ଲୋକ କେତେ ଖୁସି ଅଛନ୍ତି ଯେ ଝିଅ ଯାଇକି ପଢ଼ୁଛି ବ୍ରହ୍ମପୁର ୟୁନିଭର୍ସିଟିରେ, କି ଅଛନ୍ତି ନା ନାହାନ୍ତି ଖୁସି? ଘର ଲୋକ କହୁଥିଲେ କି ଉତ୍କଳ ୟୁନିଭର୍ସିଟି କି ରେଭେନ୍ସାରେ ବଜେଇବା ପାଇଁ, ଯେହେତୁ ଆମର ଭଦ୍ରକ ଡିଷ୍ଟ୍ରିକ୍ଟ ବ୍ରହ୍ମପୁର ବହୁତ ଦୂର ହେଇଯାଉଛି, ସେଥିପାଇଁ ସେମାନେ ବହୁତ ଖୁସି ବି ଅଛନ୍ତି କି ମୁଁ ମାନେ ମୋର ବି ଇଚ୍ଛା ଥିଲା ମୁଁ ଟିକେ ଭଲ ୟୁନିଭର୍ସିଟିରେ ପଢିବା ପାଇଁ। ମୁଁ ଯେହେତୁ ଭଲ ୟୁନିଭର୍ସିଟିରୁ ବା ଭଲ କଲେଜରୁ ବିଲଙ୍ଗ କରିନି, ତ ମୋର ବି ଇଚ୍ଛା ଥିଲା, ପୂରଣ ହେଇପାରିଛି ଭଗବାନଙ୍କ ଦ୍ୱାରା। ଆଉ ଆପଣ ହିଁ ୟାର ବଡ ଅଛନ୍ତି, ମାନେ ହଉ କହିବାକୁ ମୋତେ ଗଲେ ସବୁ ମୋର କ୍ରେଡିଟ ଆପଣଙ୍କ ପାଖରେ। ନା ସେ କଥା ନାହିଁ, କିଛି ନାହିଁ, ଏ ସବୁ ଜିନିଷ ତୁମେ ହିଁ ତୁମ ପରିଶ୍ରମ ଦ୍ୱାରା। ମୋତେ କହିଲେ ଯେ ଏଇ ଯେଉଁ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍, ପଲ୍ ସାଇନ୍ସ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍, ଗାଇଜ୍ ଆପଣ ସମସ୍ତଙ୍କୁ କହି ରଖୁଛି ଯେ କ'ଣ ନା ମୋର ଗୋଟେ ଅଛି କି ପଲ୍ ସାଇନ୍ସ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍, ଯେଉଁଠି କ'ଣ ହୁଏ ନା ଫ୍ରି କ୍ଲାସେସ୍ ହୁଏ, ଫ୍ରି କୁଇଜ୍ ହୁଏ, ଫ୍ରି ମେଟେରିଆଲ୍ ସବୁ କିଛି ଜିନିଷ ଦିଆଯାଏ, ଯାହାଫଳରେ ତୁମମାନେ ପିଜି ପ୍ରିପାରେସନ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଯଦି 2025 ଏଣ୍ଟ୍ରାନ୍ସ ପାଇଁ ମୁଁ ଜାନୁଆରୀ ମାସରୁ ଷ୍ଟାର୍ଟ କରିବି, ତୁମର ମାନଙ୍କର ସବୁ କିଛି ଷ୍ଟାର୍ଟ କରିବି ଜାନୁଆରୀ ମାସରୁ। ସେଥିପାଇଁ ସମସ୍ତେ କ'ଣ କର ନା ତୁମେ ଜଏନ୍ ହେଇଯାଅ, ଆଉ ତୁମ ଆଖପାଖ କଲେଜ ବା ଆପଣ ସାଙ୍ଗମାନଙ୍କୁ କ'ଣ କରିବେ ସବୁ ସେୟାର କରିଦିଅନ୍ତୁ, ଯାହାଫଳରେ ସେ କ'ଣ କରିବେ ସେମାନେ ଜଏନ୍ କରିଯିବେ। ଯେ ମୋତେ ଗୋଟେ ଜିନିଷ କୁହ ଯେ ଆମର ଶୁଭଶ୍ରୀ, ଯେ ତୁମ ଯେଉଁ ଏଇ ଗ୍ରୁପ୍ଟା ପାଇଲ କେମିତି? ଏ ଫାଷ୍ଟ କଥା ହେଲା। ବହୁତ ସର୍ଚ୍ଚ କରିଛି ସାର୍, ବହୁତ। ଆଉ ୟୁଟ୍ୟୁବରେ ବହୁତ ଖୋଜିଛି, ମୋ ପାଖରେ ସେମିତି କିଛି ମେଟେରିଆଲ୍ସ ନଥିଲା ପଢିବା ପାଇଁ, ତ ମୁଁ ବୁକ୍ରୁ ବି ପୁରା କନସେପ୍ଟ କ୍ଲିୟର ନୁହେଁ ଏଯାଏଁ ବି। ତ ମୋର ଗୋଟେ ଦିଦି ପଢୁଥିଲେ ଉତ୍କଳ ୟୁନିଭର୍ସିଟିରେ, ମୁଁ ତାଙ୍କୁ ପଚାରିଥିଲି କି ତମେ କୋଉଟାରେ ପଢୁଥିଲ, ସିଏ କହିଥିଲେ ବାସ୍ ପଲ୍ ସାଇନ୍ସ ହେଲ୍ଥ। ପଲ୍ ସାଇନ୍ସ ହେଲ୍ଥ କ୍ୱେଶ୍ଚନ୍ ଦେଖିଲି, କିନ୍ତୁ ଟିକେ ହାର୍ଡ ଲାଗିଲା, ମୁଁ ଯେହେତୁ କନସେପ୍ଟ କ୍ଲିୟର ନୁହେଁ। ତ ମୁଁ ବହୁତ ୟୁଟ୍ୟୁବ ଦେଖି 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 ଆପଣଙ୍କ ଚ୍ୟାନେଲ ପାଇଛି। ତାପରେ ଜଏନ୍ ହେଲେ, ଦେଖିଲି କୁଇଜ ହଉଛି ସବୁ, ତାପରେ ସବୁବେଳେ କୁଇଜ ଆଟେମ୍ପ୍ଟ କରେ। କୁଇଜ ଗୁଡାକ ଫାଷ୍ଟ ମୁଁ ଲେଖିଦିଏ, ସବୁ ଗୁଡାକ ଲେଖି ଦେଇଥିଲି। 10 ଦିନ ଟାଇମ ନେଇଥିଲା ଲେଖିବା ପାଇଁ, ସବୁ ଲେଖି ଦେଇଥିଲି। ତାପରେ ଆପଣ ଯୋଉ ଗୁଡାକ ଡେଲି କୁଇଜ କରିଥିଲେ ତାକୁ ବି ସବୁ ଲେଖୁଥିଲି, ପଢୁଥିଲି। ଆଉ ହଉଛି ଏଜୁସିକର ରାପିଡ ଫାୟର ରିଭିଜନ ବୁକ୍ ଟା ବି ଦେଖୁଥିଲି, ଏସବୁ ଆଉ। ଭେରି ଗୁଡ୍, ଯାହା ହଉ ଯେ ଓଭରଅଲି ସବୁ ଜିନିଷ ପାଇଁ ତୁମେ ଆଜି 200 ର୍ୟାଙ୍କରେ ଅଛ। ଯଦି ମେ ବି ଆଉ ଟିକେ ଆଗରୁ ଜଏନ୍ କରିଥାନ୍ତ, ମେ ବି ତୁମ ସ୍କୋର ବା ତୁମ ର୍ୟାଙ୍କ 100 ଭିତରେ ବି ପଳେଇ ଆସିଥାନ୍ତା, ସେଟା ବି କୌଣସି ନୋ ଡାଉଟ୍, କିଛି ଯାଏସ୍ ନାହିଁ। ବାସ୍ କିନ୍ତୁ ଏଥିରେ ବହୁତ ଖୁସି ଲାଗୁଛି ଯେ ଯାହା ଗୋଟେ ଭଲ ଜାଗାରେ ହିଁ ପାଇଛ ତୁମେ। ଆଉ ଗୋଟେ କଥା ହେଲା କ'ଣ, ଏବେଠୁ ପ୍ରିପେୟାର ହୁଅ ଯେ କ'ଣ କେବେ ଭାବରେ ତୁମେ ମାନେ କ'ଣ କରିବ ନା ନେଟ୍ ପାଇଁ ପ୍ରିପେୟାର ହେବ, ନେଟ୍ ଜେଆର୍ଏଫ୍ ପାଇଁ କେମିତି କ୍ଲିୟର କରିବ, ଯାହାଫଳରେ ତୁମ ଆଉ ଗୋଟେ ଆଗ ଫ୍ୟୁଚରଟା କ'ଣ ହେବ ବହୁତ ଭଲ ହେଇଯିବ, ବ୍ରାଇଟ୍ ହେଇଯିବ। ଆଉ ସବୁବେଳେ କନେକ୍ଟେଡ଼ ହେଇକି ରୁହ ସେ ଗ୍ରୁପ୍ ସହିତ ସବୁବେଳେ, ହେଲା। ଆଉ ବହୁତ ଧନ୍ୟବାଦ, ଯେ ଖୁସି ଲାଗିଲା ଯେ କ'ଣ କଥା ହେଇକି, ଯାହା ହଉ ତୁମର ଯାହା ଷ୍ଟୋରି ବି ଯାହା ହଉ ଟିକେ ହେଉଛି ହଉ, ସବୁ ଜିନିଷ ଜାଣିଲି, ବହୁତ ଖୁସି ଲାଗିଲା। ଆଶା କରୁଛି ଯେ ଯେଉଁମାନେ ଆପଣଙ୍କ ଭିଡ଼ିଓ ଦେଖିବେ, ଯେଉଁମାନେ ସେ ଭିଡ଼ିଓ ସେମାନେ କ'ଣ କରିବେ, କିଛି ଶିଖିବେ, କିଛି ଜିନିଷ ଜାଣିବେ ଯେ କ'ଣ ହଁ ଯେ ନା କିଛି ଏଇ ବାସ୍ ଟାଇପ୍ର ଆମେ ପଢ଼ାପଢ଼ି କଲେ ସେଟା ଆମେ କିଛି କ'ଣ କରିପାରିବୁ ନା ଆଗକୁ ଯାଇପାରିବୁ, ଆଗକୁ କିଛି ଭଲ ପିଜି ଏଣ୍ଟ୍ରାନ୍ସ ଭଲ କରିପାରିବୁ। ଧନ୍ୟବାଦ ଶୁଭଶ୍ରୀ, କଥା ହେଇକି ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ। ଧନ୍ୟବାଦ, ଥ୍ୟାଙ୍କ ୟୁ।